Hello guys, welcome to our channel Rohit Academy. Today we are going to discuss about with a short trick how we can explain about the কোনটাকে ଦେଖିପାରେ ବର୍ଗମୂଳ ଘାତାଙ୍କ ଉତ୍ପାଦକ ଏବଂ ଗୁଣନକୁ ସବୁ କିଛି ଗୋଟିଏ ଟ୍ରିକ୍ ମାଧ୍ୟମରେ ଆମେ ଜାଣିପାରିବା। ଯେକୌଣସି ବୋର୍ଡ଼ ଏକ୍ଜାମ୍ ପାଇଁ ଏହା ଅପରିହାର୍ଯ୍ୟ ଅଟେ, ବହୁତ ଜରୁରୀ ଅଟେ। ସୋ ୱିଥାଉଟ୍ ୱେଷ୍ଟିଂ ଏନି ଟାଇମ୍ ଲେଟ୍ସ ଗେଟ୍ ଷ୍ଟାର୍ଟେଡ୍। ଚାଲ ପିଲେ ଦେଖିବା ଗୋଟିଏ ଟ୍ରିକ୍ ମାଧ୍ୟମରେ ବର୍ଗମୂଳକୁ କିପରି ଜାଣିବା। ଆମେ ସମସ୍ତେ ଜାଣିଛୁ 1ର ବର୍ଗ, 2ର ବର୍ଗ, 2ର ବର୍ଗ, 3ର ବର୍ଗ, 4ର ବର୍ଗ, 5ର ବର୍ଗ, 6ର ବର୍ଗ, 7ର ବର୍ଗ, 8ର ବର୍ଗ, 9ର ବର୍ଗ, ଏସବୁ ଡିଜିଟ୍ ଗୁଡ଼ିକର ବର୍ଗକୁ ଆମ୍ଭେ ମୌଖିକ ହିସାବରେ ମନେ ରଖିବା ଉଚିତ। ମୌଖିକ ହିସାବରେ 9ର ବର୍ଗ କେତେ ହେବ ସମସ୍ତେ ଜାଣିଛୁ 81, 8ର 64, 7ର 49, 6ର 36, 5ର 25, 4ର 16, 3ର 9, 2ର 4, 1ର 1। ଏଗୁଡ଼ାକ ଆମେ ମୌଖିକ ଭାବରେ ଆମମାନଙ୍କୁ ଜଣା। 1ର ବର୍ଗ 1 ହେବ, 2ର 4, 3ର 9, 4ର 16, 5ର 25, 6ର 36, 7ର 49, 8ର 64, 9ର 81। ଏହି ବର୍ଗଗୁଡ଼ିକୁ ଆମେ ସାଧାରଣ ଭାବରେ ଜାଣୁ। ତାହେଲେ ଦେଖିବା ଟ୍ରିକ୍ କ'ଣ, ଏଗୁଡ଼ିକ ତ ଜଣା, ତାହେଲେ ଟ୍ରିକ୍ କ'ଣ? ଟ୍ରିକ୍ ଗୋଟି ହେଲା କ'ଣ, ଯଦି ଆମକୁ ଏହାଠୁ ବେଶୀ ଦରକାର ତାହେଲେ କ'ଣ କରିବା? ଯଦି ଆମକୁ ବେଶୀ ଦରକାର ଯେପରିକି 11, 12, 13, 14, 15, 16, 17, 18, 19 ଏଗୁଡ଼ିକୁ ଦେଖାଅ। ତାହେଲେ କ'ଣ କରିବ ପିଲାମାନେ? ଆମ୍ଭେ ଗୁଣନ କଲେ ବେଶୀ ସମୟ ନିଏ, ତେଣୁ ଗୁଣନ କରିବା ନାହିଁ। ସେ ଗୁଣନ କଲାବେଳେ କିଛିଟା ଭୁଲ ବି ଆସିପାରେ, ଭୁଲ ଉତ୍ତର ଆସିପାରେ, କିନ୍ତୁ ସେ ପ୍ରୋସିଜରରେ ନ ଯାଇକି ଆମେ କ'ଣ କରିବା? ଟ୍ରିକ୍ ମାଧ୍ୟମରେ ଯିବା। ଟ୍ରିକ୍ ମାଧ୍ୟମରେ ଯିବା। ଏଇଠି କ'ଣ ଅଛି? 11ର ସ୍କୋୟାର ତ ଆମକୁ ଜଣା, ଏବେ ଜାଣିଲୁ 1ର ସ୍କୋୟାର କେତେ ହେବ, 1ର ବର୍ଗ କେତେ ହେବ, 1 ହୁଏ। ତାହେଲେ କ'ଣ କରିବାରେ ପିଲାମାନେ? ଯେଉଁ ସଂଖ୍ୟାଟି ଥିବ ସଂଖ୍ୟାଟିର ଆଧାରକୁ ଦେଖିବା। ଆଧାରକୁ ଦେଖିବା, ଆଧାର ଯେତେ ଥିବ, ଯେଉଁ ଆଧାରକୁ ଛାଡ଼ିଦେଲେ ଯେଉଁ ସଂଖ୍ୟାଟି ତାପରେ ଯେଉଁ ବଲକା ସଂଖ୍ୟା ଥିବ ବା ବେଶୀ ସଂଖ୍ୟାଟି ଥିବ ତାଠାରୁ ବଲକା ଯେତେ ଥିବ, ତାଠାରୁ ବଲକା ଯେତେ ହେଇଥିବ, ବଲକା ସଂଖ୍ୟାଟିକୁ ସେହି ଆଧାରରେ ଆମେ କ'ଣ କରିବା? ଯୋଡ଼ିଦେବା, ଯୋଗ କରିବା। ଏଇଟା ହେଲା ତୁମର ଟ୍ରିକ୍। ପ୍ରଥମେ ଆଧାରକୁ ଦେଖିବା, ତାପରେ ସେହି ସଂଖ୍ୟାଟିରେ ଆଧାରରୁ ବେଶୀ ହୋଇଥିବା ଯେତେ ସଂଖ୍ୟା ବେଶୀ ହେଇଛି ସେହି ବେଶୀ ସଂଖ୍ୟାଟିକୁ ତାଠାରୁ ଯେଉଁ ସଂଖ୍ୟାଟି ବେଶୀ ହେଇଛି ତାକୁ ସେଇଠି ଯୋଡ଼ିଦେବା। ଏଇଟା ହେଲା ତୁମର ଟ୍ରିକ୍। ତାହେଲେ ଅଛି କ'ଣ ଏଠି? ଏଇଠି ଅଛି କ'ଣ ଦେଖ, 1ର ବର୍ଗ 1 ହେଲା, ଆଧାର କେତେ? ସବୁଥିର, ଏଇ ସବୁ କିଛିର ଆଧାର କେତେରେ ପିଲାମାନେ? 1ରୁ 19 ପର୍ଯ୍ୟନ୍ତ ଆଧାର ହେଲା କେତେ? 10। ଆଧାର ହେଲା 10। ତାହେଲେ 11ରେ ଆଧାର ଯଦି 10 କେତେ ବଢ଼ିଛି? 1 ବଢ଼ିଛି। 1 ଯୋଡ଼ 11ରେ 1 ଯୋଡ଼ିଲେ କେତେ ହେବ? 121। ଏଇଟା ବହୁତ ଇଜି। ଏ ଯେ 2 ଦୁଣି 4 କେତେରେ ଆଧାର? 10। 10ରେ 2 ବଢ଼ିଛି, 2 ମିଶାଅ 12ରେ, 12 2 ମିଶାଇଲେ କେତେ ହେବ? 14। 3 3 କେତେ? 9। ଆଧାର କେତେ? 10। କେତେ ବଢ଼ିଛି? 3 ବଢ଼ିଛି, 3 ମିଶାଅ, 13 3 କେତେ? 16।
4 चौक केते हला 16 एठी 1 बल काने परे जोठी दुईटी संख्या आसे 1 को आमे हाथ रे रखू 1 हाथ रख 4 चौक 16 6 हाथ रे 1 14 14 रे केते पड़ी आधार 10 जदि 4 पड़ी 14 4 केते 18 18 केते 19 सेमितिका एटा देख 5 5 रो स्क्वायर केते रे 25 5 को आमे आनिले दुईटी हाथ रे रहला दुईटी हाथ रे रहला 15 आधार केते 10 10 रु 5 बढ़ी 15 15 सहित 5 करले केते 20 20 और 2 केते 22 ठीक से परीक्षा के नियो 636 हाथ रे रहला 3 16 रे 6 बढ़ी 6 जोड़ 16 6 केते 22 22 और 3 केते हला 25 ठीक से परीक्षा 7 7 केते 49 4 हाथ रहा 17 7 बढ़ी 7 जोड़े केते 17 रे एटा हला 24 24 और 4 हला 28 8 8 केते 64 एटी 6 रहा आम जानु 18 8 जोड़े केते 8 8 16 26 26 रे 6 जोड़े हला एटा 32 6 6 12 32 9 9 केते कर पिला माने 81 8 हाथ रहा 9 रे जोड़ 9 9 केते हला रे 9 9 केते 28 एटा हला 19 रे 9 जोड़िले हला तुमर केते 28 28 रे 8 जोड़ 8 8 जोड़ 8 8 16 6 1 2 1 3 केते हला एटा 361 एटा उत्तर 8 हाँ ना 81 1 हाँ हाँ 1 ठीक अच्छे एटा कौन देख आउ थे देख यहाँ को 9 को 9 रे गुणिले केते परे 81 1 1 लिखिले आम हाथ रे अच्छी केते 8 19 रे 9 जोड़िले केते हम 28 28 जोग 8 केते हला 8 8 16 6 हाथ रे रहला 1 2 1 3 36 ठीक अच्छे এইটা আমরা জানিলে এটি কিছু অসুবিধা নাহি এটি অসুবিধা নাহি দেখো সারে তেবে যদি বড় সংখ্যাটি আসে কোণ করিবা শূন্য সংখ্যা আউ ইজি শূন্য সংখ্যা আউ ইজি কিপারি যদি আমরা এইটি 10 নেলে 20 নেলে 30 नेले 40 नेले 50 नेले 60 70 80 500 700 7000 এইটি কিছিটা নিও সেটি কিছু নেই শূন্য থিলে ଏହା ଆଉ ଇଜି ଅଟେ କେମିତି ଇଜି ଅଟେ କିଛି କରିବାର ନାହିଁରେ ପିଲାମାନେ ଟ୍ରିକ୍କୁ ଦେଖ କେବଳ तुमर सबकि हम वर्गमूल घातांक उत्पादक गुणन सबकि आराम रे हम किसी असुविधा हेनी किसी भी असुविधा हेनी कौन करवा ठीक सेमितिका शून्यर वर्ग अच्छी केतटा शून्य हम 2टा शून्य 1 वर्ग केते 1 केते इजी देख यहाँ 2टा शून्य लेख 2 दूनी केते रे 4 2टा शून्य 3 3 9 2टा शून्य 4 को 4 रे गुणिले केते 16 2टा शून्य 5 5 गुणिले 25 2टा शून्य 6 को 6 गुणिले 36 এইটা দেখ 2টা শূন্য তার ডবল এবারে পিলা মানে 4টা শূন্য 5 5 25 এইটা বি ডবল 2 ডবল কেতে 4 2 গুণা হলা 4 7 7 49 এইটি 3 ଅଛି 3 ডবল কেতে 6টা শূন্য 3 ର ଡବଲ ନେବ 6ଟା ଶୂନ୍ୟ 7 7 49 ଇଜି କିଛି କରିବାର ନାହିଁ सारे ताहले जदि एटा आम जानिले ताहले जदि आमर अलग किछि थाए 21 रु 69 थाए 21 हला 22 23 24 45 77 एमती किछिटा संख्या आसिला ताहले कोन एट्री काम देबो ताहले एट्री काम देबो कि
ନା ତା ପାଇଁ ନିଶ୍ଚିତ ଭାବରେ ଆଉ ଗୋଟେ ଟ୍ରିକ୍ ଆଣିବାକୁ ପଡ଼ିବ। କ'ଣ ସେଇଟା ଦେଖ, ସେଇଟା ଫର୍ମୁଲା କ'ଣ, ଏ ସ୍କୋୟାର ଏ ବି ସି বি স্কোয়ার, এই ফর্মুলাটিକୁ আনিব। কেউ ফর্মুলাটিକୁ আনিব, এথিপাই এইটা উপরে লেখ, এই ফর্মুলাটিକୁ আনিব কোটা, এ স্কোয়ার এ বি সি বি স্কোয়ার, এবং କ'ଣ କରିବ ଡାହାଣ ପଟରୁ ବାମ ପଟକୁ ଆଣିବ। ଦେଖ এইଠି ଏ କେତେ 2 ବି କେତେ 1 ସ୍କୋୟାର ହେଲା ସି, এইটা ସି, এতে ସବୁଥିରେ ଜାଣିବ। କ'ଣ ହେବ, ପ୍ରଥମେ କ'ଣ କରିବା, ବିର କେତେ ଅଛି 1 ଲେଖ, ତାପରେ କ'ଣ ଏ ବି ସି ଏ ଇଣ୍ଟୁ ବି ଇଣ୍ଟୁ ସି, 3 ଗୁଣ 2 ଗୁଣନ 1 1 ଶହେ ଗୁଣ କଲେ 2 2 ଦୁଣି 4, ଏଇଟା ହେଲା 4। ତାପରେ କ'ଣ 1ର ବର୍ଗ ସ୍କୋୟାର, 1 କେତେ ଅଛି 2 2 ଦୁଣି 4, ଏଇଟା ଉତ୍ତର। ଠିକ୍ ସେପରିକା ସବୁକିଛିକୁ କର। এটা କ'ଣ ହେବ, ବିର କର 2 ଦୁଣି 4 2 ଦୁଣି 4 4 ଦୁଣି 8 2 ଦୁଣି 4, ଠିକ୍। 3 3 କେତେ, 3 କୁ 3 ଗୁଣିଲେ 9, 3 କୁ 3 ଗୁଣିଲେ 9, 2 3 6 6 ଦୁଣି 12, এইটি গোটে হাত ରଖିବରେ 2 3 6 6 ଦୁଣି 12, এইটি 2 ହାତରେ ହେଲା 1 2 ଦୁଣି 4 1 5, ଠିକ୍। 4 ଚଉ, ଠିକ୍ ସେହିପରି 4 4 କୁ ଗୁଣେ କେତେ ହେବ 16, ହାତ ରହିବ କେତେ 1 2 ଚଉ 8 8 ଦୁଣି କେତେ 16 16 1 କେତେ 17, ତମେ 7 କୁ ରଖ, ହାତରେ ପୁଣି 1 2 ଦୁଣି କେତେ 4 4 1 5, ଠିକ୍ କଥା। 5 କୁ ଯଦି ଗୁଣ କରିବା କେତେ ହେବ, 5 ସହିତ 25, ହାତ ରହିଲା 2 2 4 5 କେତେ, 4 କୁ 5 ଗୁଣ 20 20 ଦୁଣି କେତେ 40 40 2 ହେଲା କେତେ 42 2, ହାତ ରହିଲା ପୁଣି 4 4 ଚଉ 16 16 और 4 ହେଲା 20, ଏଇଟା 20, ଠିକ୍ ଅଛି। ବୁଝିପାରୁଛ ନା ନାହିଁ, ବୁଝିହେଉଛି ତ, ଠିକ୍ ଅଛି। 7କୁ ଯଦି 7ରେ ଗୁଣିବା କେତେ ହେବ, ଏଇଟା ବିକୁ ପ୍ରଥମେ ଆଣିବା। ଦେଖ ଏପଟେ ନେବା ବି ସ୍କୋୟାର, ତାପରେ ଗୁଣିବା ଏ ବି ସି, ତାପରେ 1ର ସ୍କୋୟାର,